हाय फ्रेंड ଆପଣ ବି ଭାବୁଛନ୍ତି କି ଯେ ଆପଣଙ୍କ ପିଲାଙ୍କର ଯୋଉ ବାହାରୁ ଚିପ୍ସ ଏବଂ କୁରକୁରି ଖାଇବାଟା କେମିତି କମେଇବେ? ଥରେ ଏମିତି ଘରେ ଚିପ୍ସ ବନେଇ ଦେଖନ୍ତୁ। ଆପଣଙ୍କ ପିଲା ନିଜେ ହିଁ କହିବ ଯେ ହଉଛି ମୁଁ ବାହାରୁ ଚିପ୍ସ କି କୁରକୁରି ଖାଇବି ନାହିଁ। ଦେଖନ୍ତୁ ମୋ ପିଲାମାନେ ତ ଖାଉଛନ୍ତି ଏବଂ ବହୁତ ଖୁସି ଅଛନ୍ତି। ଦେଖନ୍ତୁ ଆପଣ ମାନେ ବି ବନାନ୍ତୁ ଏବଂ ଖାଆନ୍ତୁ। ଏହାକୁ ବନେଇବା ପାଇଁ ମୁଁ ପ୍ରଥମେ ଗୋଟେ କଟୋରୀରେ ଗୋଟେ କପ୍ ଅଟା ନେଲି ଏବଂ ଯେତିକି ଅଟା ନେବେ ତାର ଅଧା ସୁଜି। ସେତିକ ସୁଜି ନେଇ ତାକୁ ଭଲ ଭାବେ ମିଶେଇ ଦଉଛି ମୁଁ ସୁଜିଟି ସରୁ ଦାନା ନେଇଛି ଆପଣ ଯଦି ସୁଜିଟି ମୋଟା ଦାନାରୁ ନେଇଥିବେ ତାହେଲେ ତାକୁ ପ୍ରଥମେ ଗ୍ରାଇଣ୍ଡିଂ ଜାରରେ ଅଳ୍ପ ଗ୍ରାଇଣ୍ଡ କରିନେବେ। ବର୍ତ୍ତମାନ ମୁଁ ଏହାକୁ ଭଲ ଭାବେ ମିଶେଇ ଦେଇଛି ଏବେ ଏଥିରେ ପକେଇବି ଅଳ୍ପ ଲୁଣ ସ୍ୱାଦ ଅନୁସାରେ ଲୁଣ ପକେଇବି। ଅଳ୍ପ ହଳଦୀ ଗୁଣ୍ଡ ପକେଇବି। ସ୍ୱାଦ ଅନୁସାରେ ଏହାର କଲର ଗୋଟେ ଆସିବ ଲଙ୍କା ଗୁଣ୍ଡ ଅଳ୍ପ ପକେଇବି। ଅଧିକ ଲଙ୍କା ଚାହିଁଲେ ଆପଣ ମଧ୍ୟ ପକେଇବେ କଳା ଜିରା ପକେଇଲି। ଏବଂ ସେଥିରେ ଅଳ୍ପ ଜୁଆଣିକୁ ମୁଁ ଏମିତି ହାତରେ ଦଳେଇ ପକେଇବି। ଅଳ୍ପ କାଟିକି ଭୃସଙ୍ଗ ପତ୍ର ରଖିଥିଲି ଯାହାକୁ ପକେଇଲେ ଏବେ ଏସବୁକୁ ଆମେ ଭଲ ଭାବେ ଗୋଳେଇ ନେବା। ଗୋଳେଇଲା ପରେ ଆମେ ଏଥିରେ ଅଳ୍ପ ତେଲ ଦେଇ ଏହାକୁ ଭଲ ଭାବେ ଖାସ୍ତା କରିବା। ପୁରା ଭଲ ଭାବେ ତେଲ ଦେଇ ଗୋଳେଇବେ। ଦେଲେ ଏହା ଚିପ୍ସ ପୁରା ଖାସ୍ତା ହବ ଆପଣ ଏହାକୁ ଷ୍ଟୋର କରି ମଧ୍ୟ ରଖିପାରିବେ। ଏମିତି ଭଲ ଭାବେ ଗୋଳେଇ ଯେମିତି ହାତରେ ଏମିତି ମସା ହଉଥିବ। ମୋ ଝିଅ ଏଠି ଲଗଉଛି ସେଇଥିପାଇଁ ତା ଭାଇ ତାକୁ କଲଗେଟ ସବୁ ଆଣିକି ଦଉଛି ନେକ୍ତେଳେ। ଏମିତି ପୁରା ହାତରେ ମୁଠା ହଉଥିବ ଏବେ ଏଥିରେ ଅଳ୍ପ ଅଳ୍ପ ପାଣି ପକେଇ ଏହାକୁ ଚକଟି ନେବା ଯେମିତି ଅଟା ଚକଟିଲା ଭଳିଆ ଚକଟିବା। ଅଳ୍ପ ଅଳ୍ପ ପାଣି ପକେଇ ଚକଟିବା ଏକାଥରେ ଅଧିକ ପାଣି ପକେଇବେନି। ଏମିତି ହିଁ ଚକଟି ନେବେ ଯେମିତି ଅଟା ଚକଟିଲା ଭଳିଆ ଏବେ ଏହାକୁ 10 ମିନିଟ ରେଷ୍ଟ ଦେବେ। 10 ମିନିଟ ହେଇଗଲାନି ଏବେ ମୁଁ ଏହାକୁ ଭଲ ଭାବେ ଚକଟି ନଉଛି। ଯେମିତି ଟିକେ ସଫ୍ଟ ହେଇଯିବ ଦେଖନ୍ତୁ ପୁରା ଏମିତି ସଫ୍ଟ ରହିବ। ଏବେ ମୁଁ ଏହାକୁ ଏତିକ ଗୁଳାକୁ ପୁରା 2 ଖଣ୍ଡ କରିନେଲି ଏବଂ ଗୋଟେ ଗୁଳାକୁ ମୁଁ ରୋଲ ଭଳିଆ ଲମ୍ବା କରିନେଲି। ପୁରା ହାତରେ ନହେଲେ ଆପଣ ଚାକି ବେଲୁନ ସାହାଯ୍ୟରେ ଲମ୍ବା କରିଦେବେ ଲମ୍ବା ରୋଲ କରିନଉଛି। ଦେଖନ୍ତୁ ଏମିତି ଲମ୍ବା ରୋଲ କରିଦେବେ ସରୁ ପୁରା। କଲା ପରେ ମୁଁ ଏହାକୁ ଗୋଟେ ଚାମଚ ସାହାଯ୍ୟରେ କାଟି ଦଉଛି। ଛୋଟ ଛୋଟ ଗୁଲେଇ କରିନଉଛି ଯେମିତି କି ହେଲେ ଆମକୁ ବେଲିବା ପାଇଁ ସୁବିଧା ହବ ଯଦି ଆମେ ସବୁ ଅଟାକୁ ଆମେ ଛୋଟ ଛୋଟ କରି କାଟି ନେବା ଏବଂ ତାକୁ ଗୋଲ ଆକାରର ବନେଇ ନେବା। ଦେଖନ୍ତୁ ମୁଁ ଏଠି ଏମିତି ଗୋଲ ଆକାରର ବନେଇ ନେଉଛି ଆପଣ ମଧ୍ୟ ବନେଇ ନେବେ। ସବୁକୁ ମୁଁ ଏବେ ଗୋଲ ଆକାରର ବନେଇ ନେଲି ଏବେ ଆମେ ଏଠି ଗୋଟେ ପତଳା ଜରି ନବା। ଏବଂ ସେଥିରେ ଭଲ ଭାବେ ତେଲ ଲଗେଇଦବା। ସେଇ ଜରି ମଝିରେ ଆମେ ଗୁଳାକୁ ରଖିଦବା ଏବଂ ବେଲୁନ ସାହାଯ୍ୟରେ ଆମେ ଭଲ ଭାବେ ପୁରା ପତଳା କରି ବେଲି ନବା। ଯଦି ଆମେ ଜରିରେ ନ ବେଲୁଛୁ ବେଲୁନରେ ଚାକିରେ ବେଲିବା ତାହେଲେ ଏହା ଲାଗିଯିବ। ଦେଖନ୍ତୁ ପୁରା ଏମିତି ପତଳା କରି ବେଲି ନେବେ। ଏବେ ମୁଁ ସବୁକୁ ବେଲି ନେଇଛି ଏବଂ ସେଥିରେ ମୁଁ କଣ୍ଟା ଚାମଚ ସାହାଯ୍ୟରେ ଅଳ୍ପ ଅଳ୍ପ ପୁରା କରିଦେଇଛି ହେଲେ ଏହା ଆମର ପୁରୀ ଭଳିଆ ଫୁଲିବ ନାହିଁ। ଦେଖନ୍ତୁ ଏବେ ତେଲ ଗରମ ହେଇଗଲାଣି ମୁଁ ଏବେ ଏଥିରେ ଗୋଟେ ଗୋଟେ କରି ସବୁ ଚିପ୍ସକୁ ପକଉଛି ଯାହାକୁ ଆପଣ ପାମ୍ପୁଡି ମଧ୍ୟ କହିପାରିବେ। ଏସବୁ ପୁରା ପକଉଛି ଏବଂ ପୁରା ମିଡିୟମ ଆଞ୍ଚରେ ଆପଣ ସବୁ ତିଆରି କରିବେ। ଏମିତି ଗୋଟେ ସାଇଡ ହେଇଗଲେ ଆପଣ ଆଉ ଗୋଟେ ସାଇଡକୁ ଉଲଟେଇବେ ଅଳ୍ପ ଲାଲ କରି ଏହାକୁ ସବୁ ଛାଣି ନେବେ। ତାକୁ ବର୍ତ୍ତମାନ ମୁଁ ଏମିତି କରି ଗୋଟେ ଗୋଟେ କରି ସବୁ ଛାଣି ନଉଛି ଅଧିକ ପକେଇବେନି ନହେଲେ ତାହା ଲାଗିଯିବ। ଏମିତି ପୁରା ସୁନେଲି କଲର କରି ଆପଣ ସବୁ ଛାଣିବେ। ଦେଖନ୍ତୁ ବର୍ତ୍ତମାନ ମୁଁ ସବୁ ଗୁଡାକ ଚିପ୍ସ ଛାଣି ନେଇଛି। ଦେଖନ୍ତୁ କେମିତି ହେଇଛି ପୁରା ଖସ୍ତା। ପୁରା ଭାଙ୍ଗି ଯାଉଛି ଆପଣ ମାନେ ଏହାକୁ ଘରେ ବନେଇ ଗୋଟେ ମାସ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ। ଏବଂ ପିଲାମାନେ ଏହାକୁ ଖାଇଲେ ଆଉ ଚିପ୍ସ ମାଗିବେ ନାହିଁ। ମୋ ପିଲାମାନେ ଖାଇ ତ ବହୁତ ଖୁସି ଅଛନ୍ତି ଦେଖିବେ। ନେ କେମିତି ଲାଗୁଛି କହିଲେ? କେମିତି ଲାଗୁଛି? ନେ ମୋ କତି ମାଡା ନେ। ମାନେ ଏମିତି ଥରେ ନିଶ୍ଚିତ ଘରେ ତିଆରି କରନ୍ତୁ ଏବଂ ମତେ କମେଣ୍ଟରେ କୁହନ୍ତୁ କେମିତି ହେଇଛି ଏବଂ ଆପଣଙ୍କ ପିଲାମାନେ ଏହାକୁ ଭଲ ପାଉଛନ୍ତି କି ନାହିଁ ଏହା ମଧ୍ୟ କହିବେ।
ପୁରା ଖସ୍ତା ହବ, ଖାଇବା ପାଇଁ ମଧ୍ୟ ଟେଷ୍ଟି ଲାଗିବ। ପିଲା ତ ପିଲା ବଡ ମାନେ ବି ଏହାକୁ ଖାଇବା ପାଇଁ ଇଚ୍ଛା କରିବେ। ଏମିତି ଥରେ ତିଆରି କରନ୍ତୁ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ରହୁଛି, ନମସ୍କାର।